କଥାକାର ଅଡିଓ ବୁକ୍ସର ଅନେଶ୍ୱତମ ପ୍ରସ୍ତୁତି ବହୁ ପୁରସ୍କୃତ ଲେଖିକା ଶ୍ରୀମତୀ ବୀଣାପାଣି ମହାନ୍ତିଙ୍କର କ୍ଷୁଦ୍ରଗଳ୍ପ ଅଲିଖିତ ପୃଷ୍ଠା ଆପଣଙ୍କ ଚ୍ୟାନେଲ ନେଇ ଆସେ କାଳଜୟୀ କାହାଣୀ ପ୍ରତି ସପ୍ତାହରେ। ଏ ଅଧ୍ୟାୟରେ 100 ସପ୍ତାହରେ 100ଟି କାଳଜୟୀ କାହାଣୀ ପ୍ରସ୍ତୁତ କରାଯାଉଛି। ଶ୍ରୀମତୀ ବୀଣାପାଣି ମହାନ୍ତିଙ୍କର ଜନ୍ମ 1936 ମସିହାରେ ବ୍ରହ୍ମପୁରଠାରେ ହୋଇଥିଲା। ସେ ବୃତ୍ତିରେ ଅର୍ଥନୀତିର ଅଧ୍ୟାପିକା ଥିଲେ ଏବଂ 1992 ମସିହାରେ ଅବସର ଗ୍ରହଣ କରିଥିଲେ। ତାଙ୍କର ସାହିତ୍ୟ ଜୀବନ କବିତାରୁ ଆରମ୍ଭ ହୋଇଥିଲା। ତାଙ୍କର ପ୍ରଥମ କବିତା ତନ୍ଦ୍ରାହତ 1955 ମସିହାରେ ପ୍ରକାଶିତ ହୋଇଥିଲା। 1957 ମସିହାରେ ତାଙ୍କର ପ୍ରଥମ ଗଳ୍ପ ଗୋଟିଏ ରାତିର କାହାଣୀ ପ୍ରଜାତନ୍ତ୍ରରେ ପ୍ରକାଶିତ ହୋଇଥିଲା। 1961 ମସିହାରେ ତାଙ୍କ ଗଳ୍ପ ନାଉଗଛ ତାଙ୍କୁ ବହୁ ପାଠକୀୟ ସ୍ୱୀକୃତି ଆଣିଦେଇଥିଲା। ଚଳନ୍ତି ଜୀବନର ଘଟଣାକୁ ନେଇ ତାକୁ ସେ ରୂପ ଦେଇଥାନ୍ତି ତାଙ୍କ ଭାଷା ଓ ଭାବରେ କାହାଣୀ ରୂପରେ। ଶ୍ରୀମତୀ ମହାନ୍ତି ପଦ୍ମଶ୍ରୀ, ସାହିତ୍ୟ ଏକାଡେମୀ, ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ଝଙ୍କାର ପୁରସ୍କାର ଓ ସାରଳା ପୁରସ୍କାର ଭଳି ଅନେକ ସମ୍ମାନନୀୟ ପୁରସ୍କାରରେ ଅଳଙ୍କୃତା। ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କର କିଛି ଲୋକପ୍ରିୟ ଗଳ୍ପ ହେଲା କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ, ପାଟ ଦେଇ, ବସ୍ତ୍ରହରଣ, ନବତରଙ୍ଗ, ମଧ୍ୟାନ୍ତର, ଅଶ୍ରୁ ଅନଳ ଏବଂ ତଟିନୀର ତୃଷ୍ଣା। ଆଜିର କାହାଣୀ ପ୍ରସ୍ତୁତ କରିଛନ୍ତି ସୁବେଳା ପଟ୍ଟନାୟକ। ଆସନ୍ତୁ ତାଙ୍କ କଣ୍ଠରୁ ଶୁଣିବା କାହାଣୀ ଅଲିଖିତ ପୃଷ୍ଠା। ଝରକା ଉପରେ ବସି ଆଣ୍ଠୁକୁ ଅଧା ଜାକି ସେ ଅନ୍ୟମନସ୍କୁ ହିଁ ବାହାରକୁ ଅନେଇଥିଲା। ସାମ୍ନାରେ ଏଡ଼ିକି ଲମ୍ବା ପଡ଼ିଆଟା ଯେ ଯେତେ ଅନେଇବ ଅନାଅ, ଖରା ହେଉ, ବର୍ଷା ହେଉ କି ଜହ୍ନ ରାତିରେ ହେଉ, ଆଖି ମୋଟେ ସେ ପଡ଼ିଆ ଡେଇଁ କୁଆଡ଼େ ପହଞ୍ଚି ପାରିବ ନାହିଁ। ତେଣିକି ପୁଣି ଖାଁ ଖାଁ ଲାଗେ ସବୁଆଡ଼େ। ନା ଗଛଲତା, ନା ପୋଖରୀ ହୁଡ଼ା, ନା ଗାଈ ବଳଦର ଭିଡ଼ ଥାଏ ସେଠି। ଆଗକୁ ନଳି ନଳି କିଆବଣ ଗୋହିରି, ଆଉ ତା ଆଗକୁ ମଶାଣି ପଦା। ଘର ଭିତରେ କଣିକିଆ ହୋଇ କାଠ ସିନ୍ଦୁକଟା, ତାକୁ ହିଁ ହାତ ମାରି ଦିନକୁ 10 ଥର ପରଖି ଶାଶୁ ବୁଢ଼ୀ ପଡ଼ିଛି। ଆଉ ଏ ଘରେ କିଏ ସବୁ ଥିଲେ ଆଖିରେ କେବେ ଜାହ୍ନବୀ କାହାକୁ ଦେଖିନି। 4 ମାସର ସଂସାର ଭିତରେ ସେ ଦାଣ୍ଡବାରି ଦେଖିଛି। ସାଇ ପଡ଼ିଶା ଯାଇନି କି ଅକାଳେ ସକାଳେ ଏ ଘରକୁ କେହି ଆସନ୍ତିନି। ଜାହ୍ନବୀର ଦେହଟା ଭୂତ ମାଡ଼ିଲା ଭଳି କମ୍ପି ଉଠିଲା। ଯେତେ ମନକୁ ସ୍ଥିର କଲେ ମନ କ'ଣ କିଛି କଥା ମାନେ? ମୁଣ୍ଡରୁ ଖସି ଯାଇଥିବା ଓଢ଼ଣାଟା ଟିକେ ଟାଣି ଆଣି ଜାହ୍ନବୀ ଝରକାର ରେଲିଂ ଧରି ଛିଡ଼ା ହେଲା। କାଲି ପରି ଦେଖାଯାଉଛି ସବୁ। ହେଇ ସେ ନାଲି କସ୍ତା ଶାଢ଼ୀଟା ଅଲୁଗୁଣିରେ କଣକିଆ ପଡ଼ି ଅଳନ୍ଦୁରେ ପୋତି ହେଇ ଆସିଲାଣି। ଘର ଝାଡ଼ୁ କଲେ ବି କେଜାଣି ସଫା କରି ରଖିଦେବାକୁ ମନେ ପଡ଼ୁନି ତାର। ତା ସେପଟକୁ ଗଇଁଠାଳ କରିଆ କନାଟା ସେମିତି ଝୁଲୁଛି। ଓଃ ଆଲୋ ବୋହୂ, ସେଠି ଛିଡ଼ା ହେଇ ସବୁବେଳେ ପଦାକୁ କାହିଁକି ଚାହିଁଛୁ ବା? କେତେ ମନା କଲେଣି ତୁ ପଦାକୁ ଚାହାଁନା। କେତେବେଳେ କୋଉ କଥା। ଘରେ ଅଣ୍ଡିରା ଛୁଆ ବୋଲି ପିମ୍ପୁଡ଼ିଟିଏ ନାହିଁ। ଯୁବା ମାଇପିଟା ଝରକାରେ ମୁହଁ ଦେଖେଇଲେ ଲୋକେ ତାକୁ କଦର୍ଥ କରିବେ ଲୋ। ଜାହ୍ନବୀ ଉତ୍ତର ଦେଲାନି। ମସିଣାଟା ଘୋଷାରି ଆଣି ତଳେ ପଡ଼ି ଗଡ଼ିଲା। ବନ୍ଦ ଆଖିରୁ 2 ଧାର ଲୁହ ନିଗିଡ଼ି ପଡ଼ିଲା। ନିଆଁ ଲାଗି ବୁଢ଼ୀ ମରୁନି କି ବଞ୍ଚୁନି। ଶୋଇଲୁଣି କିଲୋ? ଆଙ୍ଗୁଠି ଗୁଡ଼ାକ ଧକ ଧକ ହଉଛି। ଭଣ୍ଡାରୁ ମାଉଁସ ଯେମିତି କିଏ ଚୋବେଇ ନେଇଯାଉଛି। ବୁଝିଲୁ ଲୋ? ହେଲା, ତତେ ଏବେ ନିଦ ଆସୁଛି। ଟିକେ ମନେ ରଖିଥା, କାଶୀ ସଞ୍ଜକୁ ହାଟ କରିବାକୁ ପଇସା ମାଗିବାକୁ ଆସିଲେ ତାକୁ କବିରାଜଠୁ 2 ପାନ ଔଷଧ ଆଣିବାକୁ କହିବୁ। ତୁ କଥା କହିବୁନି ବା, ମତେ ମନେ ପକେଇ ଦେବୁ।
କରାଟ ଦେଖେ ଅଫିମ ସଇଲାଣି କି ନାହିଁ। ମତେ ଭଲ ନିଦ ଟିକିଏ ଆଖିକୁ ଆସନ୍ତା। ତତେ କେମିତି ଏତେ ନିଦ ହଉଛି ଲୋ ପୋଡ଼ା ମୁହିଁ? ଜାହ୍ନବୀ ତଥାପି ଜବାବ ଦେଲାନି। ପ୍ରତିଦିନ ସକାଳ, ଖରାବେଳ କି ରାତି ଅଧରେ ପାଖାପାଖି ହେଲେ ଶାଶୁ ବୋହୂଙ୍କର ଏମିତି କଥା। କେବେ ସେ ହଁ ମାରେ, କେବେ ଚୁପ୍ ରହେ, ଆଉ କେବେ ଘରୁ ବାରଣ୍ଡାକୁ ଆସି କାନ୍ଥକୁ ଆଉଜି ଢୁଳେଇ ପଡ଼େ। ଲେଖାଜୋଖାରେ ଶାଶୁଙ୍କର ଦିଅର ହେବ କାଶୀନାଥ, ଜାହ୍ନବୀର ଦାଦା ଶ୍ୱଶୁର। ମୁଣ୍ଡରେ ଓଢ଼ଣା ଦେଇ ଲୋଟା ପାଣି ଦିଏ, ଚା କରିଦିଏ, ଅତି ବେଶୀ ହେଲେ ଗିନାରେ ମୁଠେ ମୁଢ଼ି କି ଚୁଡ଼ା ହୁଡ଼ୁମ ଥୋଇଦିଏ। କବାଟ ଆଉଜେଇ ଶାଶୁ ସାଙ୍ଗରେ ସେ କ'ଣ କଥାବାର୍ତ୍ତା ହୁଅନ୍ତି। ଜମି ଜମାର ହିସାବ, ଫସଲ ଆଉ ବେଉଷଣ ଭାଗ ବଣ୍ଟାବଣ୍ଟି ସବୁ ମାମଲା ବୁଝନ୍ତି ସେ। ଘରେ ଚାଉଳ, ମୁଗ, ଚୁଡ଼ା, ମୁଢ଼ି ଅଛି କି ନାହିଁ ବୁଝି ତାର ବନ୍ଦୋବସ୍ତ କରିଯାଆନ୍ତି। ହାଟରୁ ଆଳୁ, ପିଆଜ କି କିରାସିନ, ପାନ, ଗୁଆ ଆଣି ଫି ଥର ରଖିଦେଇ ଯାଆନ୍ତି। ଜାହ୍ନବୀ ତାଙ୍କୁ ବାଟଘାଟରେ ଦେଖିଲେ ବି ଚିହ୍ନି ପାରିବନି। କ'ଣ ବା ଦରକାର ଅଛି? କାହା ସାଙ୍ଗେ କଥା ନ କହିଲେ, କାହାକୁ ନ ଚିହ୍ନିଲେ, କୁଆଡ଼େ ନ ଗଲେ କି କେହି ନ ଆସିଲେ କୋଉ ଜାହ୍ନବୀ ମରିଯାଉଛି ନା ବଞ୍ଚି ଯାଉଛି? ବୁଢ଼ୀ ପୁଣି କାଶି ଉଠିଲା ଦିଥର। କୁନ୍ଥେଇ କରି କହିଲା, ଆଲୋ, ଗୋଟାଏ ପଟ ଭାଗ୍ୟ ତ, ଅନ୍ୟ ପଟେ କରମ, ଧର୍ମ, ଅର୍ଜନ ସବୁ। ନହେଲେ କି ଧର୍ମ ନ କରିଥିଲି? ଓଷା, ବରତ, ପୁଣ୍ୟ, ତିଥି, ବାବାଜୀ ସବୁ କିଛି ମାନିଥିଲି। କୁନା ବାପା ଜମି 5 ଗୁଣ୍ଠ ଠାକୁରଙ୍କ ନାଁରେ ନିତିଆଣି ପାଇଁ ଖଞ୍ଜି ଦେଇଥିଲା। କୁନାକୁ ମାଷ୍ଟର 2ଟା ରଖି ପାଠ ପଢ଼େଇଲା। କୋଉ 5 ଖଣ୍ଡ ଗାଁରେ ଛୁଆଙ୍କ ପାଇଁ କିଏ ଏମନ୍ତ ଖରଚ କରୁଛି ବା? ହଉ, ପେଟରେ ବିଦ୍ୟା ତ ରହିଛି, ତାକୁ ତ ଆଉ ସରକାର, ପୋଲିସ କି ଗାଁ ବାଲା ଲୁଟି ନେବେ ନାହିଁ। ଦେଖିବି ରହ, ଯେତେ ଟଙ୍କା ଲାଗୁ ତାକୁ ମୁକୁଳେଇବି। ନହେଲେ ତୁ ମୋ ନାଁରେ କୁତ୍ତା ପାଳିବୁ ଲୋ, ପାଳିବୁ। ଜାହ୍ନବୀ ହସିବ କି କାନ୍ଦିବ ବୁଝିପାରିଲାନି। ସେ କିଛି ନ କହିଲେ ବି ବୁଢ଼ୀ ଗପି ଚାଲିଛି। ଉତ୍ତର ଦେଲେ ତ ଆଉ ଦିନ ରାତି ଅଣ୍ଟିବନି ଗପି ଗପି। ବେଳେବେଳେ ରାଗ ଲାଗେ, ବେଳେବେଳେ ହତାଶିଆ, ଆଉ ଅଧିକାଂଶ ସମୟରେ କାନ୍ଦ ଲାଗେ। ହେଇ ତ କାଲି ପରି ଦିଶୁଛି। ମାମୁଁ ହସି ହସି ଆସି ମାଇଁକୁ କହିଲା, ବୁଝିଲୁ ଶୈଳ, ଜାନିଟା ଆମର କପାଳିଆ। ପିଲାଦିନୁ ବାପା ମାଙ୍କୁ ସିନା ଖାଇଲା, ହେଲେ ଯୁବା ବୟସକୁ ତା ଭାଗ୍ୟ ଖୋଲିଲା। ମାଇଁ ମୁହଁ ମୋଡ଼ି ଦେଇ କହିଲା, ମୋରି ଜୀବନକୁ ଝୁଣି ଖାଇଲା। ସେଇଟା କେମନ୍ତ ଭୁଲି ଯାଉଛ ମ? ବେକରେ ଝିଅଟାଏ ବାନ୍ଧି ମୁଁ ଘାଣ୍ଟି ହଉଛି। ଧିକ୍କ ତମ ଜମି ବାଡ଼ିକି। ମାମୁଁ ବିରକ୍ତିଆ ହେଇ କହିଲେ, ହେଲା ସେତିକି। ଶୁଣୁ, ଏଇ ପରଦିନ ଯୋଉ ତ୍ରିନାଥ ମେଳାକୁ ଯାଇଥିଲୁ ତୋ ଜାନିକୁ ନେଇ, ସେଇଠି ପରା ହରିପୁର ଗାଁର ଅଜାମ୍ବର ପୁଅ ଦିଗମ୍ବର ଜାନିକୁ ଦେଖି ମୁହଁରେ ପଡ଼ିଲା। ବୁଢ଼ାବୁଢ଼ୀ ବି ରାଜି। ଦିଗାଟା ଦେଖିବାକୁ ଯେମିତି, ପଢ଼ା ବି ସେମିତି। କୋଉଠି ବ୍ୟବସ୍ଥା କରି କେମିତି 2 ପଇସା କରିବ, ସେଥିକୁ ହିମ୍ମତ ବି ସେତିକି। ଆଜି କଥା ଦେଇଦେଲି। ମାଇଁ କ'ଣ କହୁଥିଲା ଜାହ୍ନବୀ ଶୁଣୁନଥିଲା। ତା ଆଗରେ ଖାଲି ମୁହଁ ପୋତି ବସିଥିବା 2ଟା ବୁଢ଼ାବୁଢ଼ୀ ଆଉ ଚୌରାସିଆ ଗୋରା ତକ୍ତକ ନିଶୁଆ ହେଇ ଭେଣ୍ଡା ଟୋକାଟାର ତରଙ୍ଗ ତରଙ୍ଗ ଚାହାଣି ଘୁରି ବୁଲୁଥିଲା। ମେଳାକୁ ଯାଇଥିବା କେତେ ଲୋକ ଭିଡ଼ରେ ସେଇ ବାଘା ନିଶୁଆ ଲୋକଟାର ଡାହାଣିଆ ଆଖି 2ଟା ଯେମିତି ତାକୁ ଛାନିଆ କରିଦେଇଥିଲା। ତରକାରୀ ବସେଇ ଦେଇ ଭୁଲି ଯାଇଥିଲା ଜାହ୍ନବୀ। ହଠାତ୍ ପୋଡ଼ା ଗନ୍ଧରେ ଘର କମ୍ପି ଉଠିଲା। ସାନ ଛୁଆଟାକୁ କୋଳରୁ ଫୋପାଡ଼ି ଦେଇ ମାଇଁ ଉଠି ଆସି ଗୋଇଠାଏ ମାରିଲା ଜାହ୍ନବୀକୁ। ମରଲ ଛତର ଖାଇ, କଥାଟା ପଡ଼ୁ ପଡ଼ୁ ଏମିତି ଓଲେଇ ବିଲେଇ ହେଲୁଣି, ଆଉ ହାତ ଧରିଲେ ତ ପୃଥ୍ୱୀ ରଖିବୁନି। ହାଣ୍ଡିକ ତରକାରୀ ପୋଡ଼ି ଥୋଇଲୁ।
ସେଦିନ କାନ୍ଦି କାନ୍ଦି ଜାହ୍ନବୀ ଖାଇ ନଥିଲା। ବାପା ମା ଏକା ଦିନରେ ହଇଜାରେ ମରିଗଲେ। 10 ବର୍ଷର ଜାହ୍ନବୀକୁ ମାମୁଁ ମାଇଁ ଅଚେତ ଅବସ୍ଥାରେ ତାଙ୍କ ଘରକୁ ନେଇ ଆସିଲେ। ଶୁଣିଛି ବାପାର ସବୁ ସମ୍ପତ୍ତି ମାମୁଁ ବିକ୍ରି କରିଦେଇ 7 ଦିନରେ ସବୁ ଭୁଲିଗଲା। ଜାହ୍ନବୀ ସେଇଦିନୁ 7 ବର୍ଷ ଧରି ମାଇଁର ରୋଷେଇ କରିଦେଉଛି। ଛୋଟ ଛୁଆଙ୍କ ଗୁହମୂତ କାଢ଼ୁଛି। ତଥାପି ପେଟ ପୂରେଇ ମାଇଁ 2 ବେଳା 2 ମୁଠା ଖାଇବାକୁ ଦେଇନି। ମାଇଁ କଥା କଥାକେ କହୁଥିଲା, ବଢ଼େଇ କୁଡ଼େଇ ଏଡ଼େ ଝିଅ କଲି, ବାଟିକ ସମ୍ପତ୍ତି ଖଇରାତ କଲି, ଆଉ କାହିଁ ଆଣିବି ଯେ ଜାନି ଯୌତୁକ ଦେବି? ରୂପ ଦେଖି କିଏ ଯଦି ତମ୍ବା ତୁଳସୀରେ ଉଠେଇ ନେବ, ତେବେ ଭଗବାନ ଡାକ ଶୁଣିଲେ ବୋଲି ଜାଣିବି। ସେଇଆ ହେଲା। 7 ଦିନ ପରେ ମଙ୍ଗନ, 8 ଦିନ ସଞ୍ଜ ବୁଡ଼େ ଜାହ୍ନବୀର ଦିଗମ୍ବର ସହିତ ହାତଗଣ୍ଠି ପଡ଼ିଗଲା। ସାଇ ସାରା ଲୋକ ବରକୁ ଦେଖି ହାଇ ହାଇ କଲେ। ସାଙ୍ଗସାଥିଏ କାନେ କାନେ କହିଲେ, ରଜା ପରି ଚେହେରା। ଗୋଟିଏ ବୋଲି ପୁଅ ପାଠଶାଠ ପଢ଼ିଛି, ସହରରେ ବ୍ୟବସାୟ କରି ଘରକୁ ବୋଝ ବୋଝ ସମ୍ପତ୍ତି ଆଣୁଛି। ତହିଁରେ ହାକିମ ହାକୁମାଙ୍କ ସାଙ୍ଗେ ଭଲ ହାବଭାବ। ଭାଗ୍ୟରେ ଥିଲେ ଏମିତି ବର ମିଳେ। ଜାହ୍ନବୀ କିନ୍ତୁ କେଜାଣି କାହିଁକି ଖୁସି ହୋଇପାରୁନଥିଲା। ତା ପରଦିନ ସିଲ୍କ ସୂତାମିଶା ନାଲି ରଙ୍ଗର ଆମ୍ବକଷିଆ ଶାଢ଼ୀଟିଏ ପିନ୍ଧି, ଗୋଡ଼ରେ ଅଳତା, ହାତରେ ଶଙ୍ଖା ପାଣିକାଚ ଲଗେଇ ସବାରିରେ ହରିପୁର ଗାଁର ମୋଡ଼ ପାଖରେ ପହଞ୍ଚିଥିଲା। ସେଠି କ'ଣ ହେଲା କେଜାଣି, ଲୋକଗୁଡ଼ାକ ଧାଁ ଧପଡ଼ କରି ଏଣେ ତେଣେ ଧାଇଁଥିଲେ ବ୍ୟସ୍ତ ହେଲା ପରି। କିଛି ବୁଝିପାରିଲାନି ଜାହ୍ନବୀ। ମାଛି ଅନ୍ଧାରରେ ସବାରି ଫଙ୍କାରେ ଦିଶୁନଥିଲା ମୁହଁକୁ ମୁହଁ। ଅଧଘଣ୍ଟାଏ ଅଟକିଲା ପରେ ଫେର ସବାରି ଉଠିଲା। ଶଙ୍ଖ ମୁହୁରିର ଶବ୍ଦ ପବନରେ ଦୂରରୁ ଭାସି ଆସିଲା। ସବାରି ଫାଙ୍କ ଦେଇ ଜାହ୍ନବୀ ଗାଁକୁ ଅନାଇ ଲୁଗା ସଜାଡ଼ୁଥିଲା। ସବାରି ରହିଲା। ଅଟକିଗଲା ପାଲିଙ୍କି ବି। ଶଙ୍ଖ ମୁହୁରି ଓ ହୁଳହୁଳି ଶବ୍ଦରେ କାନ ଅତରା ପଡ଼ିଗଲା। କିଏ ଜଣେ ଟାଣୁଆ ଖରଖରିଆ ହାତଟେ ବଢ଼େଇ ଦେଇ ତାକୁ ଝିଙ୍କି ଆଣିଲା ସବାରି ଭିତରୁ। ଗୋଟାଏ ଗୋଡ଼ କାଢ଼ି ଆର ଗୋଡ଼ ଓଟାରି ଆଣିଲା ବେଳକୁ ଦେଖିଲା ଗୁଡ଼ାଏ ନାଲି ପଗଡ଼ିଆ ପୋଲିସ ଚାରିପଟରେ ଘେରିଗଲେଣି। ବାଡ଼ିଟିଏ ଧରି ଲୋକଗୁଡ଼ାଙ୍କୁ ଅଡ଼େଇ ନେଉ ନେଉ ସେଥିରୁ ଜଣେ କହିଲା, ଠିକ୍ ଅଛେ, ବୋହୂକୁ ଘରକୁ ନିଅ, ଏଇଠି ଗଇଁଠାଳ ଖୋଲି ପକାଅ। ବର କିନ୍ତୁ ଏଠୁ ଇଞ୍ଚେ ବି ଘୁଞ୍ଚିବ ନାହିଁ। ଲଗାଅ ହାତକଡ଼ି। ହାରାମଜାଦା ମାମୁଁ ଘର ଚାଲୁ, ସେଇଠି ବୁଝାଯିବ ସବୁ। ବୁଢ଼ା ଜଣେ ବୋଧେ ଜାହ୍ନବୀର ଶ୍ୱଶୁର ହେବେ କି କ'ଣ। ସେ ପୋଲିସର ଗୋଡ଼ ଦୁଇଟା ଧରି ଭୋ ଭୋ କାନ୍ଦି ଉଠିଲା। ଆଜିକ ମହଲତ ଦିଅ ବାବୁ, କାଲି ସକାଳେ ମୋ ପୁଅକୁ ନେଇ ଥାନାରେ ନିଜେ ସମର୍ପି ଦେଇ ଆସିବି। ଗୋଡ଼ଟା ଛିଞ୍ଚାଡ଼ି ଦେଇ ପୁଲିସ ବାବୁ କହିଲେ, ବୁଢ଼ା, ସେ ମାୟା ଆଉ ଲଗାନା ପୁଅଠାରେ। ଯେତିକି ପାପ କଲୁ କଲୁ, ଏବେ ପୁରସ୍ତମ ପାଇଁ ମାଳ ଜପ କର। ତୋ ଭାଗ୍ୟ ଭଲ, ବେଦୀରୁ ଆମେ ଉଠେଇ ନେଇନୁ, ନହେଲେ ମଙ୍ଗୁଳା କନ୍ୟାଟା ବିଷ ଖାଇ ମରିଥାନ୍ତା। ଉଠା ଉଠା ଶୀଘ୍ର ବୋହୂକୁ, ତେଣେ ଆମକୁ ଏଇନେ 100 ମାଇଲ ଧାଇଁବାକୁ ହେବ। ଜାହ୍ନବୀ କିଛି ବୁଝିଲା ପୂର୍ବରୁ, ଏମିତିକି ବନ୍ଦାପନା ହେବା ପୂର୍ବରୁ ଦିଗମ୍ବରକୁ ହାତକଡ଼ି ପକେଇ ପୁଲିସମାନେ ବଡ଼ ଗାଡ଼ିଟାରେ ପେଁ ପେଁ କରି ଚାଲିଗଲେ। ବନ୍ଦେଇବା ପାଇଁ ଆଣିଥିବା ଦୀପର ତେଲ ଶୁଖି ସଳିତା ମରିଗଲା। ଚାଉଳ ବରକୋଳି ପତ୍ର ସେମିତି ପିତ୍ତଳ ଥାଳିଆଟାରେ ପଡ଼ି ରହିଲା। ଜାହ୍ନବୀ ଲୁହ ଲାଳରେ ଏକାକାର ହୋଇ ତଳେ ପଡ଼ିଯାଇଥିଲା। ଚଉଠି ଦିନ ପିଣ୍ଡ ପଡ଼ିଲାନି। ସପ୍ତମଙ୍ଗଳା ଦିନ ମାମୁଁ ଆସି ଜାହ୍ନବୀକୁ ବୁଝାସୁଝା କଲା। ମିଛରେ ସାଇ ଲୋକ ଦିଗମ୍ବରକୁ ଚୋରି କେସ୍ରେ ଜେଲକୁ ପଠେଇଛନ୍ତି, ସେମାନଙ୍କୁ ଧର୍ମ ସହିବନି। ଆଉ ସେ ଯେମିତି ହଉ ମାସ ଗୋଟାକରେ ତାକୁ ଜମିବାଡ଼ି ବିକି ମୁକୁଳେଇ ଆଣିବ, ତାର ପ୍ରତିଶ୍ରୁତି ଦେଇ ଚାଲିଗଲା। ଗଲା ଯେ ଆଉ ଦେଖା ନାହିଁ। ଦିନ 15ଟା ନ ଯାଉଣୁ ଶ୍ୱଶୁର ଭାତ ଛାଡ଼ି ଠାକୁରଙ୍କ ପାଖରେ ଅଧିଆ ପଡ଼ିଲେ। ସେଇ ଅଧିଆ ପଡ଼ିବା ବେଳେ ହିଁ ଜୀବ ଛାଡ଼ିଗଲା। ସାଇ ମାଇପେ
ଗାଁ ଲୋକେ ଜାହ୍ନବୀକି ଧିକ୍କାର କଲେ। ଘରେ ପାଦ ନ ଦେଉଣୁ ସତକୁ ସତ ସବୁ ଅମଙ୍ଗଳ ଘଟିଗଲା। ଏମିତିକି ସକ୍ଷମ ମଣିଷ ଶାଶୁ ତାର ଅଣ୍ଟା ଭାଙ୍ଗି ପଡ଼ିଗଲା। ଧରିଲେ ଉଠିବ, ନ ଧରିଲେ ସେଇ ସିନ୍ଦୁକ କଡ଼ରେ ମୁଣ୍ଡ ବଡ଼ଉଥିବ। ଜାହ୍ନବୀ କର ଲେଉଟାଇ ଶୋଇଲା। ଆଖି ବୁଜିଲେ ଅନ୍ଧାର, ଆଖି ଖୋଲିଲେ ବି ଅନ୍ଧାର। ସାଇର ନଣନ୍ଦ ଲେଖା ହେବ ଝିଅଟିଏ ବେଙ୍ଗ। ବେଳେବେଳେ ଆସୁଥିଲା, ଟିକେ ଦୁଃଖ ସୁଖ ହେଉଥିଲା। ଏବକୁ ତା ବାପ ମା ଆକଟିଲାରୁ ସେ ବି ଆଉ ଆସୁନି। ସାଇ ସାରା ସମସ୍ତେ ଯେମିତି ଘରଟାକୁ ବାଛନ୍ଦ କରିଦେଲେଣି। କି ଅପକର୍ମ କରିଥିଲା ସେ ଗଲା ଜନ୍ମରେ, ଏ ଜନ୍ମରେ ଘାଣ୍ଟି ହେଇ ମରିଲାଣି। ସେମିତି ଦିଗମ୍ବର ବି। ସାଇ ଲୋକେ ତାକୁ କାହିଁକି ମିଛରେ ଜେଲ୍ ଖଟାଉଛନ୍ତି ସେ କଥାଟା ଜାହ୍ନବୀ ବୁଝିପାରୁନି। ସେତକ ଜାଣିପାରିଲେ ତେଣିକି ଯାହା ଆଖିକୁ ଦିଶନ୍ତା ସେ କରନ୍ତା। କିଛି ନହେଲେ ଦୌଡ଼ିକି କୁଆଡ଼େ ପଳାନ୍ତା, ନହେଲେ ବିଷ ଖାଇ ପ୍ରାଣ ଛାଡ଼ି ଦିଅନ୍ତା। ଏମିତି ମୁହଁ ଗୁଞ୍ଜି ଦିନରାତି ପଡ଼ି ରହିବା ଠାରୁ ମରିଯିବାଟା ସହସ୍ର ଗୁଣେ ଭଲ। ଜାହ୍ନବୀ ହାଣ୍ଡି ବାସନ ନେଇ ଗଡ଼ିଆକୁ ଗଲା। ବାସନ ମାଜି ସଞ୍ଜବତୀ ବଳୁଥିଲା ବେଳେ ବୁଢ଼ୀର ଖୁଁ ଖୁଁ କାଶ ଆଉ ପାଟି ଶୁଭିଲା। ଆଲୋ ଜାନି, ଆଲୋ ବୋହୂ, କାଶୀ ହାଟରୁ ଫେରିଲାଣି କି? ମୁନ୍ଦେ ନାଲି ଚା କଲୁଲୋ, ତଣ୍ଟିଟା ଶୁଖି ଯାଉଛି। ଜାନି କିଛି ନ କହି ଉଠିଗଲା ବେଳକୁ ଦେଖିଲା କାଶୀନାଥ ସେମିତି ମୁଣ୍ଡରେ ଗାମୁଛାଟା ଭିଡ଼ି ଘର ଭିତରକୁ ପଶି ଆସିଲେ। ଆଉ ଜାନିକୁ ଦେଖିଲା କ୍ଷଣି ଆଖି ଦୁଇଟା ପୋଛି ଦେଇ କହିଲେ, ସବୁ ଚେଷ୍ଟା ବିଫଳ ହେଲା। ପୁଅକୁ 2 ବର୍ଷ ଜେଲ୍ ହେଇଗଲା। ସାକ୍ଷୀ ଆଉ ଓକିଲ ଖାଲି ପଇସା ଖାଇଲେ ମା। ଜମି 5 ମାଣ ବନ୍ଧକି ରଖି ଯାହା ଆଣିଥିଲି ସେଥିରୁ କପର୍ଦ୍ଦକଟିଏ ବି ନାହିଁ। ଭାଗ୍ୟ ଛଡ଼ା ପଥ ନାହିଁ। ଓଢ଼ଣା ଟାଣି କାନ୍ଥକୁ ନେଶି ହୋଇ ଜାହ୍ନବୀ ଛିଡ଼ା ହୋଇଥିଲା। ବୁଢ଼ୀ ପାଖକୁ କାଶୀନାଥ ଯିବା କ୍ଷଣି ଜାହ୍ନବୀ ବାରଣ୍ଡା ଉପରକୁ ଉଠିଯାଇ ଶାଶୁର ଝରକା ପାଖରେ ଆଡ଼େଇ ଛିଡ଼ା ହେଲା। ବୁଢ଼ୀ କହୁଥିଲା, ପୁଅକୁ ନ ଆଣିଲେ ମୁଁ ଆଉ ଜୀବନ ରଖିବିନି କାଶୀ। ଯୁବା ବୋହୂ ଧରି ମୁଁ ପଡ଼ି ରହିଥିବି କେତେ ଦିନ। ବୋଝ ଉପରେ ନଳିତା ବିଡ଼ା। ଭାଗ୍ୟ। ତେବେ ଗୋଟାଏ କାମ କଲେ ଭଲ ହୁଅନ୍ତା ଭାଉଜ। ମୁଁ ତାକୁ ବାପଘର ନେଇଯିବି କହି କାଲି କଲିକତା ନେଇଯାଉଛି। ଦେଖିବି ଯଦି ସାଆନ୍ତାରା କିଛି କୂଳ କିନାରା। ବୁଢ଼ୀ ବାହୁନି କହି ଉଠିଲା, କେତେ ଆଶା କରିଥିଲି ସୁନ୍ଦର ବୋହୂ ହେଲେ ଟୋକାଟା ବାଟକୁ ଆସିବ। ହେଲେ ଘରେ ନ ପଶୁଣୁ ଚାଳ ବାଜିଲା। ଜମି ଯାକ ତ ସଇଲା। ଏବେ ଜୁଆନ୍ ଟୋକିଟାକୁ ମୁଁ ପୋଷିବି କେମିତି? କ'ଣ କାଞ୍ଜି କରିବି? ତମେ ମୋ ଟୋକାଟାକୁ ଟିକେ ବୁଝେଇଲନି କାଶୀ? ମୁଁ କ'ଣ ଛାଡ଼ିଛି? ଦିନ ରାତି ଆଜକୁ 2 ମାସ ହେଲା ତା ପିଛା ଧାଇଁଛି। ଜେଲରୁ ମୁକୁଳି ସେଇ ଖଟିରେ 24 ଘଣ୍ଟା ବଇଛି। ତେଣେ ତ 2ଟା ମାଇକିନା ରଖିଛି। ଏଠି ଦିନେ ତ ସେଠି ଦିନେ। ଦିହିଙ୍କର ମିଶି 5 ପିଲା। ତାଙ୍କ ପେଟ ପାଟଣା ବୁଝୁ ବୁଝୁ ତାର ବେଳ ଯାଉଛି। ଏଠିକି ଆସିବ ବୋଲି କାହିଁକି ଭଲସେ ମନ ଦବ? ହଇରେ କପାଳ, ମୁଁ କ'ଣ ଏତେ କଥା ଜାଣିଥିଲି? ଟୋକାଏ ବଳ ବୟସ ବେଳେ ସେମିତି କରିଥାନ୍ତି। ପୁଣି ତ ବିଭା ଚୋରା ହୋଇ ଘର କରନ୍ତି। ମୋରି ଭାଗ୍ୟହୀନ କାଶୀ। ତା ବାପ ଚାଲିଗଲା। ମୁଁ ଅଣ୍ଟା ଭାଙ୍ଗି ପଡ଼ିଛି। ଛାଡ଼। ମୁଁ କୁନାକୁ କହିଲି, ବାବା ତୁ ଯେମିତି 2ଟା ପୋଷିଛୁ ସେମିତି ଏଇଟାକୁ ରଖ। ଯଦି ସହରକୁ ନ ଆଣିପାରିବୁ ତେବେ 2 ମାସରେ ଥରେ ଘରକୁ ଯାଇ ବୁଲିଆ। ହେଲେ ସେ ନ ଶୁଣି କହିଲା,
ସେଇ ବାହାଘର ପାଇଁ ତ ମୁଁ ଜେଲ୍ ଖଟିଲି। କେତେ ଜିନିଷ ଘରକୁ ନ ନେଇଛି। ପୁଲିସ ଆସିଲେ ମୁଁ ତାକୁ ହାତ କରିନି। ମାତ୍ର ସେଇଥର ତ ଘରେ ନଥିଲି, ତେଣୁ ହାତ ଘଣ୍ଟି ପକେଇଲିନି ତ ହାତ କଡ଼ି ପକେଇଲି। ସେ ମାଇକିନାର ମୁହଁ ଚାହିଁବିନି ଦାଦି, ତାକୁ ଯୁଆଡ଼େ ନାହିଁ ସିଆଡ଼େ ପଠାଇ ଦିଅ। ଶାଶୁ ଧୀର ପାଟିରେ କ'ଣ କହିଲେ ଜାହ୍ନବୀ ଶୁଣିପାରୁନଥିଲା। ତାର ଦେହ ମୁଣ୍ଡ ବରଡ଼ା ପତ୍ର ପରି ଥରୁଥିଲା। ଶେଷକୁ କାଶୀନାଥ କହିଲେ, ମୁଁ ଯାଏଁ, ତମେ ବୋହୂକୁ ବାପ ଡକାଇଛି ବୋଲି କହିବ। କାଲି ସଞ୍ଜ ବୁଡ଼େ ଆସି ନେଇଯିବି। ସାଆନ୍ତାରା ନିଶ୍ଚୟ ଦରଦାମ କରିବ। କେତେକୁ କହିବି କହିଲ? 10ରୁ କମ୍ ନୁହଁ। 10,000 ବାଁ ହାତରେ ଧରିବ, ଡାହାଣ ହାତରେ ବଢ଼େଇ ଦେବ। କାଶୀନାଥ ଖଡ଼ମ ମାଡ଼ି ଉଠି ଆସିବାର ଶବ୍ଦ ହେଲା କ୍ଷଣି ଜାହ୍ନବୀ ବାରିପଛ ଆଡ଼କୁ ଚାଲିଗଲା। ସେମିତି ଲମ୍ବି ଯାଇଛି ଝାପ୍ସା ଜହ୍ନ ଆଲୁଅରେ ପଡ଼ିଆଟା। ଚାକୁଣ୍ଡା ଗଛର ପତ୍ର, ମଶାଣି ହୁଡ଼ା ଆଉ ସୁନସାନ ରାସ୍ତା। ଯେମିତି କିଏ ଡାକୁଛି ପଛରୁ ତାକୁ। ସେମିତି ଲୁଗା ଭିଡ଼ି ଦେଇ ଜାହ୍ନବୀ ଦୌଡ଼ିବା ଆରମ୍ଭ କରିଦେଲା ସାମ୍ନା ଆଡ଼କୁ। ଚା ବସିଥିବ, ବୁଢ଼ୀ ଡାକ ଛାଡ଼ୁଥିବ ରହି ରହି। ଜାହ୍ନବୀ ଦୌଡ଼ୁଥିଲା କଣ୍ଟା ଝଣ୍ଟା ମାଟି ଗୋଡ଼ି କିଛି ନ ମାନି। ପଡ଼ିଆ ସେପଟେ ମଶାଣି, ହୁଡ଼ା ସେପଟେ ଆଖି ନ ପାଉଥିବା ଘାସ ଘେରା ମାଟିର ଶେଷ ପାଖରେ କିଏ ଅଛି, କ'ଣ ଅଛି କେଜାଣି? କିଛି ତାର ମନେ ପଡ଼ୁନଥିଲା। ସେ ଖାଲି ଛିନକାନିଆ ହୋଇ ଧାଇଁଥିଲା। ଯେମିତି ବହୁଦିନ ପରେ ସେ ସୁବିଧା ପାଇଛି ଦେଖିବ ସେପଟେ। ଆଖି ପାଉନଥିବା ପଡ଼ିଆ ସେପଟେ କ'ଣ ଅଛି, କିଏ ଅଛି? ଜନ୍ମ ମରଣ ମଝି ମଝି ସେଇ ଜିନିଷଟା ସେଠି ଅଛି କି ନାଇଁ ସେ କଥା ନିଜ ଆଖିରେ ଥରେ ଦେଖିନେଲେ କ୍ଷତି କ'ଣ? ଜାହ୍ନବୀ ଧାଉଁଥିଲା ଯେତିକି, ପଡ଼ିଆଟା ଲମ୍ବି ଲମ୍ବି ଯାଉଥିଲା ସେତିକି। ଆଖି ସାମ୍ନାରେ ପରସ୍ତ ପରସ୍ତ ହେଇ ଜହ୍ନର ଆଲୁଅ ନେସି ହେଇଯାଉଥିଲା। ତାରି ଭିତରେ ଗଛ ବୃଛ, ନଦୀ ନାଳ, ଅରମା, କଣ୍ଟା ଝଣ୍ଟା ଆଉ ଅମାନିଆ ଅଜଣା ପକ୍ଷୀ ମୁହୂର୍ତ୍ତକ ପାଇଁ ସ୍ଥିର ହୋଇଯାଇଥିଲେ। ଆକାଶ ପଚାରୁଥିଲା ପୃଥିବୀକୁ, ଏ କ'ଣ କଲୁଲୋ ପାଷାଣୀ? ପାତାଳ ସୁ ସୁ ଗର୍ଜନ କରି ନୀରବରେ କହୁଥିଲା ପୃଥିବୀକୁ, ସମ୍ଭାଳି ପାରିବିନି ଲୋ ଧରିତ୍ରୀ। କେତେବେଳ ହେଲା ପରଖିନେ ଶୀଘ୍ର ଶୀଘ୍ର, ନଇଲେ ମୁଁ ଫଣା ଟେକି ଧରିପାରିବିନି ତତେ ଆଉ। ମହାକାଳର ବୁକୁ ଭିତରେ ଜୀବନ ମରଣ ମଝାମଝି ପୁସ୍ତକରେ ଜାହ୍ନବୀର ଅଲିଖିତ ପୃଷ୍ଠାଟି ଦିଗ୍ବଳୟ ସେପଟରେ ଫରଫର ଉଡ଼ୁଥିଲା କି ଟୁକୁରା ଟୁକୁରା ହୋଇ ଚିରି ଯାଉଥିଲା, କିଛି ବୁଝା ପଡ଼ୁନଥିଲା।